ଏହା ଅତ୍ୟନ୍ତ ଦୁଃଖ ଏବଂ ଦୁଃଖର ବିଷୟ ଏବଂ ଗୋଟେ ନିନ୍ଦନୀୟ ଘଟଣା। ଏହାକୁ କେତେ କିଭଳି ଭାବରେ କଟୁ ନିନ୍ଦା କରାଯାଇପାରିବ ମୁଁ ଶବ୍ଦ ପାଉନି। ଚାକିରି ଦେବାକୁ କହି ଗଣଦୁଷ୍କର୍ମ କରାଗଲା। କୋଉଠି ଆପଣ ଦେଖିବେ ଯଦି ଧଉଳିକି କି ବୁଲିବାକୁ ଯାଇଛନ୍ତି, ପୁଅଟିଏ ଯେ ଝିଅଟିଏ ଯଦି ବୁଲିବାକୁ ଯାଇଛନ୍ତି, ସେଠି ମଧ୍ୟ ସେ ଗଣଧର୍ଷଣର ଶିକାର ହେଲେ। ରାତି ଅଧରେ କୋଉଠି ଅଫିସରୁ ଫେରୁଥିଲେ, କି ତାଙ୍କର ଦୋକାନରୁ ଫେରୁଥିଲେ, କି ତାଙ୍କ ହୋଟେଲରୁ ଫେରୁଥିଲେ, ରାତି ଅଧରେ ଦୁର୍ବୃତ୍ତ ମାନେ ତାଙ୍କ ପିଛା କରୁଛନ୍ତି ତାଙ୍କୁ ଗଣଦର୍ଶନ କରିବା ପାଇଁ। ସେ ବିକଳରେ ଯେତେବେଳେ ପୋଲିସ ଷ୍ଟେସନରେ ପହଞ୍ଚୁଛନ୍ତି, ସେଠି ମଧ୍ୟ ନ୍ୟାୟ ପାଉନାହାନ୍ତି। ଗୋପାଳପୁର ଘଟଣା ତ କହିବାକୁ ଗଲେ ଜାତୀୟ ସ୍ତରରେ ବେଶ ଚର୍ଚ୍ଚିତ ଘଟଣା। ଏଥିରୁ ଜଣାପଡୁଛି ଯୋଉ ଲଗାତାର ଭାବରେ ଏଇ ସବୁ ଘଟଣା ଯୋଉ ଘଟି ଚାଲିଛି, ଏଥିରୁ ଗୋଟିଏ ଅନ୍ତତଃ ନିଷ୍କର୍ଷରେ ଆସିପାରେ ଯେ ବ୍ୟବସ୍ଥା ପ୍ରତି, ଶାସନ ପ୍ରତି ଦୁର୍ବୃତ୍ତ ମାନଙ୍କର ସାମାନ୍ୟତମ ଭୟ ନାହିଁ। ସେମାନେ ଜାଣିଛନ୍ତି ଯେ କୌଣସି ପ୍ରକାର ଦଣ୍ଡନୀୟ ଏଭଳି କାର୍ଯ୍ୟ କଲେ, ଏଭଳି ଅଭଦ୍ରଚିତ କାର୍ଯ୍ୟ କଲେ, କୌଣସି ମହିଳାଙ୍କ ପ୍ରତି ଅସଦାଚରଣ କଲେ, ଖୁବ ବେଶୀ ହେଲେ ପୋଲିସ ତାଙ୍କୁ ଗିରଫ କରିବ। ବହୁତ ଦିନ ପର୍ଯ୍ୟନ୍ତ ସେ ଲୁଚିକି ରହିବେ। ତାପରେ ପୋଲିସ ତାଙ୍କୁ ଗିରଫ କରିବ, କିଛି ଦିନ ସେମାନେ ଜେଲରେ ରହିବେ, ତାପରେ ଆସିବେ। ବୋଧ ହୁଏ ସେମାନଙ୍କର ଧାରଣା ଯେ ୟା ବ୍ୟତୀତ ଆଉ କିଛି କରିପାରିବେନି ବ୍ୟବସ୍ଥା, ଶାସନ ଆଉ କିଛି ତାଙ୍କର କ୍ଷତି କରିପାରିବ ନାହିଁ। ଏବଂ ଆମର ନ୍ୟାୟ ବ୍ୟବସ୍ଥା ଆମ ଦେଶରେ ଏମିତି ଯେ ହଠାତ୍ ଆପଣ କିଛି କରିପାରିବେନି। ସେ ନ୍ୟାୟ ପ୍ରକ୍ରିୟା ଚାଲିବ ଏବଂ କେତେ ବର୍ଷ ଧରି ଚାଲିବ ତାର କିଛି ଠିକଣା ନାହିଁ। ତାପରେ ଦୋଷୀ କି କଣ ଦଣ୍ଡ ମିଳିବ ସେ ତ ପର କଥା। ତେଣୁ ଏ ସମୁଦାୟ ଘଟଣାକୁ ଦେଖିଲେ ଆପଣଙ୍କର ନିଶ୍ଚୟ ଆପଣ ଏଇ ସିଦ୍ଧାନ୍ତରେ ପହଞ୍ଚିବେ ଯେ ଶାସନ ବା ବ୍ୟବସ୍ଥା ପ୍ରତି ଦୁର୍ବୃତ୍ତ ମାନଙ୍କର ସାମାନ୍ୟତମ ଭୟ ନାହିଁ। ଘରୁ କିଏ ମହିଳାଟିଏ ଯଦି ଘରୁ ଗୋଡ କାଢିକିରି ବାହାରୁଛନ୍ତି କୁଆଡେ ଯିବା ପାଇଁ, ସେ ମାର୍କେଟ ହଉ, କଲେଜ ହଉ, ଅଫିସ ହଉ, ଘର ଲୋକ ସାଙ୍ଗେ ସାଙ୍ଗେ କହୁଛନ୍ତି ଦେଖି ଚାହିଁକିରି ଯାଉଥିବୁ, ହୁସିଆରି ଯାଉଥିବୁ। ଟିକେ ଡେରି ହେଲେ କୋଉଠି ଆସିବା ପାଇଁ ସାଙ୍ଗେ ସାଙ୍ଗେ ଟେଲିଫୋନ କରି ପଚାରୁଛନ୍ତି କାହିଁକି ଡେରି ହେଲା, କଣ କୋଉଠି ଅଛୁ। ଏହାର ମୂଳ କାରଣ ହଉଛି ଆମ ସମସ୍ତଙ୍କର ମନ ଭିତରେ କୋଉଠି ନା କୋଉଠି ଗୋଟେ ଭୟ ଅଛି ଯେ ଆମ ଝିଅ, ଆମ ମହିଳା, ଆମ ଘରର ସ୍ତ୍ରୀ ଲୋକ ବାହାରକୁ ଯାଇଛନ୍ତି, ଖୁସିରେ ଫେରି ପାରିବେ କି ନାହିଁ, ଶାନ୍ତିରେ ଫେରି ପାରିବେ କି ନାହିଁ। ଆଉ ସେଇ କଥାକୁ ଭାବି ଭାବି ଆମେ ଭୟ ହେଇଯାଇଛୁ ଆମ ସମସ୍ତଙ୍କର। ତାର କାରଣ ହଉଛି ଶାସନ ବ୍ୟବସ୍ଥା ପ୍ରତି କାହାର ଭୟ ନାହିଁ। ବର୍ତ୍ତମାନ କଥା ଉଠୁଛି ୟାର ପୁନର୍ଚ୍ଛେଦ କୋଉଠି ପଡିବ। ପୁନର୍ଚ୍ଛେଦ ପଢିବାକୁ ହେଲେ ସମ୍ମିଳିତ ଉଦ୍ୟମ ଦରକାର। ପ୍ରଥମ କଥା, ସରକାର ସେତିକି ଟାଣ ହବା ଦରକାର, ସରକାର ପଦକ୍ଷେପ ନେବା ଦରକାର। ଦ୍ୱିତୀୟରେ ଆମର ନ୍ୟାୟପାଳିକାର ବ୍ୟବସ୍ଥା ଯାହା ଅଛି ତାକୁ ମଧ୍ୟ ସୁଦୃଢ କରିବାକୁ ପଡିବ। ଆମେ ଯୋଉ ବ୍ୟବସ୍ଥାରେ ଚାଲୁଛେ, ନ୍ୟାୟ ପ୍ରକ୍ରିୟା ଯେଭଳି ଚାଲୁଛି, ସେଥିରେ ମୁଁ ଯାହା କହିଲି, ଯେଉଁମାନେ ସବୁ ଅସାମାଜିକ ଚରିତ୍ର ମାନେ ଅଛନ୍ତି ସେମାନଙ୍କ ମନ ଭିତରେ ସାମାନ୍ୟତମ ଭୟ ନାହିଁ ଯେ କିଛି ଅଘଟଣ କାମ କଲେ, କିଛି ଅନ୍ୟାୟ କାମ କଲେ, କିଛି ଏଇଭଳି ଭାବରେ ଦଣ୍ଡନୀୟ ଅପରାଧିକ କାର୍ଯ୍ୟ କଲେ ତାଙ୍କୁ ତୁରନ୍ତ କିଛି ଦଣ୍ଡ ମିଳିବ ବୋଲି। ତେଣୁ ଆମର ନ୍ୟାୟପାଳିକାକୁ ସେ ଅନୁସାରେ ବ୍ୟବସ୍ଥିତ କରିବାକୁ ପଡିବ। ଆମ ଶାସନ ବ୍ୟବସ୍ଥାକୁ ମଧ୍ୟ ସେଇଭଳି ବ୍ୟବସ୍ଥିତ କରିବାକୁ ପଡିବ। ଏବଂ ସବୁଠୁ ବଡ କଥା ହେଲା, କୌଣସି ସରକାର ହୁଅନ୍ତୁ, ଶାସନ ବ୍ୟବସ୍ଥା ହଉ ବା ଆଉ କିଏ ହଉ, ସମାଜରେ ଏଇ ପ୍ରକାର ଶାନ୍ତି ଫେରେଇ ଆଣିବା ତାଙ୍କ ପକ୍ଷରେ ଅସମ୍ଭବ। ତେଣୁ ତାହେଲେ କଣ କରାଯିବ? ଆମେ ଯୋଉମାନେ ସବୁ ସାଧାରଣ ଲୋକମାନେ ରହୁଛେ, ସେଇଠି ଗୋଟେ ସିଭିଲ ସୋସାଇଟିର ଗୋଟେ ବଡ ଭୂମିକା ଥାଏ। ସାମାଜିକ ଚରିତ୍ରକୁ ପରିବର୍ତ୍ତନ କରିବା ପାଇଁ, ସମାଜକୁ ଶାନ୍ତି ଓ ସମୃଦ୍ଧିରେ ବାଟରେ ଚଲେଇବା ପାଇଁ ସିଭିଲ ସୋସାଇଟିର ସବୁଠୁ ଗୋଟେ ବଡ ଭୂମିକା ଥାଏ। ଆମେ ଅନ୍ତତଃ ଦୁଃଖର ସହିତ ମତେ ମଧ୍ୟ କହିବାକୁ ପଡୁଛି ଯେ ଆମର ଏଠି ସିଭିଲ ସୋସାଇଟି ସେତିକି ଆକ୍ଟିଭ ନୁହେଁ।
ନିର୍ଭୟା କେସ୍ ଯଦି ଆଜି ସାରା ଦେଶରେ ଚର୍ଚ୍ଚାର ବିଷୟ ହେଇଥାଏ ତାର ମୂଳ କାରଣ ହେଲା ଯେତେବେଳେ ଆପଣ ଲକ୍ଷ୍ୟ କରିଥିବେ ଦିଲ୍ଲୀରେ ସିଭିଲ ସୋସାଇଟି କେତେ ପଦାକୁ ଆସିକିରି ସରକାରଙ୍କ ବିରୁଦ୍ଧରେ ବ୍ୟବସ୍ଥାର ପରିବର୍ତ୍ତନ ପାଇଁ କେତେ ପ୍ରକାର ଦାବି କରିକିରି ଆନ୍ଦୋଳନ କଲେ ତାର ପ୍ରଭାବ ନିଶ୍ଚିତ ଭାବରେ ଶାସନ ଉପରେ ପଡିଲା, ସରକାରଙ୍କ ଉପରେ ପଡିଲା। ଯୁକ୍ତି ପ୍ରସଙ୍ଗରେ କୁହାଯାଇପାରେ ଯେ ନିର୍ଭୟା ଘଟଣା ପରଠାରୁ ଆଉ କଣ ଦେଶରେ ଘଟଣା ଘଟୁନି? ନିଶ୍ଚୟ ଘଟୁଛି, କିନ୍ତୁ ଆପଣଙ୍କୁ ତ କୋଉଠୁ ନା କୋଉଠୁ ଗୋଟେ ଆରମ୍ଭ କରିବାକୁ ପଡିବ ନା। ଆପଣଙ୍କୁ ତ କୋଉଠି ନା କୋଉଠି ଗୋଟେ ମୂଳଦୁଆ ଅନ୍ତତଃ ପକେଇବାକୁ ପଡିବ ଯେ ଆଗକୁ ଆମେ ଗୋଟେ ଶାନ୍ତି ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ କେମିତି ରହିବା, ସେଥିପାଇଁ ତ ଗୋଟେ ବାଟ ବାହାର କରିବାକୁ ପଡିବ। ଏଇ ବାଟ ତ ଏଇଆ, ଶାସନ ବ୍ୟବସ୍ଥାର ସୁଦୃଢକରଣ, ନ୍ୟାୟପାଳିକାର ବ୍ୟବସ୍ଥୀକରଣ, ଏଇକୁ ନେଇକି ତ ମଣିଷ ଆଗକୁ ବାହାରିବ। ତେଣୁ ସେଇଥିଲାଗି ମୁଁ କହିଲି ସିଭିଲ ସୋସାଇଟିରେ ଗୋଟେ ବଡ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି, ଯାହା ଆମେ ଅନେକ ସମୟରେ ଓଡିଶା କେସରେ ଦେଖୁଛୁ ସିଭିଲ ସୋସାଇଟି ସେତିକି ଆକ୍ଟିଭ ନୁହନ୍ତି। ତେଣୁ ଏଇସବୁ ଘଟଣା ଯୋଉ ଘଟୁଛି ଇ ସଂକେତ ଦେଉଛି ଯେ ଆମେ ସମସ୍ତେ କୋଉଠି ନା କୋଉଠି ଆଖି ବୁଝି ଦେଇଛୁ ଯେ ଆମର ଯୋଉ ଭୁଲ ଭାଲ ଅଛି ଶାସନ ବ୍ୟବସ୍ଥା, ସରକାରୀ ବ୍ୟବସ୍ଥା, ନ୍ୟାୟପାଳିକା ବ୍ୟବସ୍ଥା, ସିଭିଲ ସୋସାଇଟି, ସାମାଜିକ ଚରିତ୍ର, ତା ଭିତରେ କୋଉଠି ନା କୋଉଠି ଆମର ଗୋଟେ କିଛି ନା କିଛି ବାଟ ଭୁଲିକିରି ଆମେ ଗୋଟେ ଭୁଲ କରି ବସିଛୁ, ଯାହାଫଳରେ କି ଲଗାତାର ଏମିତି ଥରେ ଦିଥର ଲଗାତାର ଏଇ ପ୍ରକାର ଘଟଣା ଘଟି ଚାଲିଛି। ତେଣୁ ବର୍ତ୍ତମାନ ଏଇ ଯୋଉ ଘଟଣା ସବୁ ଘଟୁଛି, ଯାହା ଆମ ଦୃଷ୍ଟିକି ଆସୁଛି, ଇଏ ବର୍ତ୍ତମାନ ଆମକୁ ସୂଚେଇ ଦଉଛି ଯେ ଯଦି ସଚେତନ ଆମେ ନହେବା, ଯଦି ସେଇ ଅନୁସାରେ ଆମେ ଆଗକୁ ନ ବଢିବା, ଯଦି ସେଇ ଅନୁସାରେ ଆମ ବାଟକୁ ଆମେ ସୁଗମ ନ କରିବା, ତାହେଲେ ଆମକୁ ଭବିଷ୍ୟତରେ ଆହୁରି ଅନେକ ପ୍ରକାର ବିପଦ ଏମିତି ଆସିବ ଏବଂ ସେଥିପାଇଁ ଆମେ ସଚେତନ ହବାକୁ ପଡିବ। ବୁଦ୍ଧିଜୀବୀ ମାନଙ୍କର ବହୁତ ଭୂମିକା ଏଥିରେ ଅଛି। ଯେଉଁମାନେ ପାଠଶାଠ ପଢିଛନ୍ତି, ସମାଜରେ ବଡ ବଡ ପଦପଦବୀରେ ଅଛନ୍ତି, ସେମାନଙ୍କର ମଧ୍ୟ ଗୋଟେ ବିରାଟ ଭୂମିକା ଏଥିରେ ଅଛି। ସାଧାରଣରେ ସମାଜରେ ଲୋକଙ୍କ ଭିତରେ ଚେତନା ସୃଷ୍ଟି କରିବା ପାଇଁ ଏବଂ ଗୋଟେ ସଚେତନଶୀଳ ସମାଜ ସବୁବେଳେ ଶାନ୍ତି ଓ ପ୍ରଗତି କ୍ଷେତ୍ରରେ ଆଗେଇ ଥାଏ। ଅପେକ୍ଷା କରିବା କେବେ ଆମର ସିଭିଲ ସୋସାଇଟି ଏବଂ ଆମ ସାମାଜିକ ଚରିତ୍ରରେ ଆମେ ନିଜକୁ କେତେ ସଂଶୋଧନ କରିପାରୁଛେ, ଆମେ କେତେ ଅନ୍ୟମାନଙ୍କୁ ସମ୍ମାନ ଦେଇ ଶିଖିଛେ ଦେଖିବାକୁ ପଡିବ। ସେଇ ଅନୁସାରେ ସମାଜ ବ୍ୟବସ୍ଥିତ ହବ, ସେ ଅନୁସାରେ ଆମ ରାଜ୍ୟରେ ମଧ୍ୟ ଶାନ୍ତି ଫେରିବ। ଗୋଟେ ବିରୋଧୀ ମାନେ ଏବେ ଅଭିଯୋଗ କରୁଛନ୍ତି ଯେ ବିଜେପି ସରକାର ଆସିବା ପରେ ଅପରାଧ ମାତ୍ରା ବଢିଛି, ମହିଳାଙ୍କ ଉପରେ ଅତ୍ୟାଚାର ବଢୁଛି, କଣ କହିବେ? ସେମାନେ ଯାହା କହୁଛନ୍ତି ଏଇଟା ତ ଏକରେ ଗୋଟେ ମିଛ କଥା ଯେ ବିଜେପି ସରକାର ଆସିଲା ପରେ ସବୁ ଅଧିକ କାର୍ଯ୍ୟକଳାପ ବଢିଯାଇଛି, ମହିଳାମାନେ ସୁରକ୍ଷିତ ନୁହନ୍ତି, ମହିଳାମାନଙ୍କର ପ୍ରତି ଦୁର୍ବ୍ୟବହାର ବଢିଯାଇଛି, ଏଟା ତ ଯାହା ମିଛ କଥା। କାହିଁକି ନା ସେମାନେ ତ ବିରୋଧୀ କହିଲେ ଗଲା 24 ବର୍ଷ ଧରିକି ବିଜେଡି କ୍ଷମତାରେ ଥିଲା, ତା ପୂର୍ବରୁ କଂଗ୍ରେସ ମଧ୍ୟ ଥିଲା। ତାଙ୍କ ସମୟରେ ଯୋଉ ଯୋଉ ଘଟଣା ଘଟିଛି ସବୁ ତାର ଏଇନା ତାଲିକା ପ୍ରସ୍ତୁତ କଲେ ବା କହିଲେ ସେ ଗୋଟେ ଅତି ଲମ୍ବା ତାଲିକା ହବ। ତେଣୁ ସେମାନେ ଯୋଉ କହୁଛନ୍ତି ଯେ ଏ ବିଜେପି ସରକାର ବେଳେ ସବୁ ହେଇଗଲା, ଆଗରୁ ସବୁ ରାମ ରାଜ୍ୟ ଥିଲା, ଶାନ୍ତି ରାଜ୍ୟ ଥିଲା, ସବୁ ମିଛ କଥା ଗୁଡାକ। ଏବଂ ସେମାନେ ଏକଥା କହିବାର ଉଦ୍ଦେଶ୍ୟ ହଉଛି ସେମାନେ ପ୍ରସଙ୍ଗରୁ ବାହାରି ଯାଉଛନ୍ତି। ଆପଣ ଗୋଟେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗୋଟେ ବିରୋଧୀ ଦଳ ଗୋଟେ ସରକାରକୁ ସମାଲୋଚନା କରିବାର ସବୁ ଅଧିକାର ଅଛି, କରିବା ଉଚିତ ମଧ୍ୟ, ନହେଲେ ଶାସନ ବ୍ୟବସ୍ଥା ଠିକ ବାଟରେ ଚାଲିବନି। ଯେମିତି ପୂର୍ବ ସରକାରରେ ହେଇଥିଲା ସେମିତି ସ୍ୱେଚ୍ଛାଚାରିତା ବଢି ଚାଲିବ। କିନ୍ତୁ କଥା ହଉଛି ଏଇ ପ୍ରକାର ପ୍ରସଙ୍ଗରେ, ଏଇ ପ୍ରକାର ଘଟଣା ପୃଷ୍ଠଭୂମିରେ ଆପଣ ଯେତେବେଳେ ସମାଲୋଚନା କେବଳ ସମାଲୋଚନା ପାଇଁ କରୁଛନ୍ତି, ତାହେଲେ ଧରି ନେବାକୁ ହବ ଯେ ଆପଣ ପ୍ରସଙ୍ଗଠୁ ଦୂରେଇ ଯାଉଛନ୍ତି। ଆପଣ କେବେ ପଲିଟିକାଲ ପାର୍ଟି ହିସାବରେ ଆପଣ କେବେ ସମାଜକୁ ଗୋଟେ ଦଉନାହାନ୍ତି
कि आसतु समस्ते आम बसिक अंतत आलोचना करवा समस्ते बसिक सुचिंतित मत दबा जहाँफल कि आगु को आम यही प्रकार घृण्य परिस्थितिर सम्मुखीन हवा नहीं से कथा सी कहना इच्छा यही प्रकार किसी घटना हेले ता ऊपर जदि किसी आंदोलन हो पारा ता ऊपर जदि किसी धारणा आम दे पारे जदि किसी राजनैतिक फायदा आमको मिल जाई परिबो से माने सबू यही प्रकार फायदा अन्वेषण रे यही प्रकार मंतव्य दौरान।